Hello everyone. I am MP ନାୟକ। ଆଜି ଗୋଟେ ବଢିଆ ମାନେ ମାଇଣ୍ଡ ଉପରେ ଗୋଟେ ପଜିଟିଭଲି ଗୋଟେ ଷ୍ଟୋରି ଛୋଟିଆ ଷ୍ଟୋରିଟେ କହିବି। ତ ଷ୍ଟୋରିଟି ଆପଣଙ୍କୁ ବହୁତ ବହୁତ ଭଲ ଲାଗିବ। ଗୋଟେ ଲୋକ ମାନେ ସହରରୁ ମାନେ ବେପାର କରିକି ମାନେ ଫେରୁଥିବ। ସେ ଗୋଟେ ବହୁତ ଥକି ଯାଇଥିବ। ସେ ଗୋଟେ ଗଛରେ ମାନେ ଯାଇକି ରେଷ୍ଟ ନବ। ଯେତେବେଳେ ଯାଇକି ଟିକେ ରେଷ୍ଟ ନବ, ରେଷ୍ଟ ନଉ ନଉ ସେ ଶୋଇ ପଡିବ। ତ ତା ସାଇଡ ରେ ଗୋଟେ ଗାତ ଥିବ, ଛୋଟ ଗାତ। ତ ସେ ଶୋଇଲା ବେଳକୁ ଶୋଇଥିବ ପୁରା ଗାଢା ନିଦ୍ରାରେ। ତ ସେ ଗାତରୁ ଗୋଟେ ମାନେ ନାଗ ସାପଟି ବାହାରିବ। ନାଗ ସାପଟି ଧୀରେ ଧୀରେ କରିକି ବାହାରିବ। ବାହାରିଲା ପରେ ତା ଦେହରେ କରିବ ଜଷ୍ଟ ଟିକେ ମାନେ ତାର ହଣାରେ ଜଷ୍ଟ ଟିକେ ଘଷି ଦବ, ମାରିବନି। ତ ଯେତେବେଳେ ମାରିଦେଇକି ଘଷି ଦେଇକି ପଳେଇବ ପୁଣି ଗାତକୁ, ତ ସେ ଟିକେ ଏମିତି ଦେଖିବ, ଟିକେ ମାନେ ହାଲକା ମାନେ ବ୍ଲଡ ବାହାରିଥିବ, ମାରି ନଥିବ। ତ ସେମିତି ଏମିତି ଟିକେ କରିକି ତାକୁ ଥକା ଲାଗୁଥିବ, ହଁ କେତେବେଳେ କୋଉଠି ବାଜି ଯାଇଥିବ। ତ ପୁଣି ସେ ଶୋଇପଡିବ। ଶୋଇପଡ଼ିଲା ବେଳକୁ ପୁଣି ସେ ଗାତରୁ ଗୋଟେ ମୂଷା ବାହାରିବ। କଣ ବାହାରିବ? ମୂଷା। ମୂଷା ବାହାରିକି ଆ ତା ଉପରକୁ ଯେତେବେଳେ ଚଢିକି ମାନେ ଚଢିକି ଯାଉଥିବ, ତ ସେ ଲୋକ ଉଠି ପଡିବ, ଦେଖିବ ମୂଷା। ମୂଷାକୁ ଗୋଟେ ମାରିବ, ଦୂରରେ ଯାଇକି ପଡିବ। ହେଲା। ତ ସେ ମୂଷା ଧାଇଁକି ଆସିକି ଗାତରେ ପଶିଯିବ। ପଶିଯିବ ଯେତେବେଳେ ଟିକେ ସମୟ ମୂଷା ଭାବିବ, ମୁଁ ତ କିଛି କରିନଥିଲି, ସେ ମତେ କାହିଁକି ବାଡେଇଲା? କାହିଁକି ବାଡେଇଲା ମତେ? ତ ମୂଷା ମନରେ ଗୋଟେ କ୍ରୋଧ ସୃଷ୍ଟି ହବ। ମୁଁ ବେମତଲବ ମାଡ ଖାଇଲି। ଆପଣ ବି କୁହନ୍ତୁ, ବେମତଲବ ମାଡ ଖାଇଲେ ଆପଣଙ୍କ ଭିତରେ ବି କ୍ରୋଧ ଆସିବ। ତ ସେ ମୂଷା ଟା ବାହାରିବ, ସେ ଶୋଇଥିବ, ଦେଖିବ, ସେ ଯାଇକି ଚାବି ଦବ। ଚାବି ଦେଇକି ଭିତରକୁ ପଶିଯିବ। ତ ସେ ଲୋକ ତ ଜାଣିଛି ମୂଷା ଟା ଏମିତି ହଉଛି, ନଖ ଫକ ମାରିଛି। ବେଶ। ତ ଟିକେ ପରେ ମାନେ ସେ ମାନେ ଉଠିଲା ବେଳକୁ ମାନେ ଉଁ, ଉଠିକି ମାନେ ଭାବିବୁ ଉଠିକି ଗଲା ବେଳକୁ, ତ ସେ ଗାତ ଭିତରୁ ମାନେ ନାଗ ସାପଟି ବାହାରିକି ଠିଆ ହେଇଥିବ। ଇଏ ଯେତେବେଳେ ନାଗ ସାପକୁ ଦେଖିଦବ ଆଉ ସେ ଖଣ୍ଡିଆକୁ ଦେଖିବ, ବେହୋସ ହେଇକି ପଡିଯିବ। ତ ଏଇଠି ମୁଁ ଆପଣଙ୍କୁ ଗୋଟେ କ୍ୱେଶ୍ଚିନ୍ କରିବି। ସେ ଯୋଉ ପଡିଗଲା ବେହୋସ ହେଇକି, ତାକୁ ଆକ୍ଚୁଆଲି ମାରିଲା କିଏ? ସାପ ନା ମୂଷା? କିଏ ବି ମାରିନାହାନ୍ତି। ସେ ଯୋଉ ମାନେ ବେହୋସ ହେଇକି ପଡିଗଲା ମାନେ ମରିଗଲା। ତାକୁ କିଏ ମାରିଲା? ସାପ ମାରିନି, କି ମୂଷା ବି ମାରିନି। ସେ ଯଦି ପଡିଗଲା, ତାର କାରଣ ହଉଛି ତା ମନ, ତା ମାଇଣ୍ଡ ତାକୁ ପକେଇଦେଲା। ତ ସେମିତି ଜଷ୍ଟ ଲାଇକ୍ ମାନେ ଆପଣଙ୍କର ଏଇ ଯୋଉ ମାଇଣ୍ଡ ଅଛି, ବହୁତ ପାୱାରଫୁଲ, ବହୁତ ବହୁତ। ଏଇ ମାଇଣ୍ଡ ଆପଣଙ୍କୁ ବହୁତ ଉପରକୁ ନେଇକି ଯିବ। ଏ ମାଇଣ୍ଡ ବି ଆପଣଙ୍କୁ ତଳକୁ ବି ପକେଇବ। ଯଦି ଆପଣଙ୍କ ପାଖରେ ରାଇଟ୍ ନଲେଜ ଅଛି, ତ ଆପଣଙ୍କୁ ମାଇଣ୍ଡ ଉପରକୁ ନେଇକି ଯିବ। ଯଦି ନଲେଜ ନାହିଁ, ଏ ମାଇଣ୍ଡ ଆପଣଙ୍କୁ ତଳେ ପକେଇଦବ। ତ ବେଶ, କେମିତି ଲାଗିଲା ଏ କାହାଣୀଟି ଆପଣ ନିଶ୍ଚିତ ଭାବରେ ଜଣେଇବେ। ଜଣେଇଲେ ମୁଁ ଆପଣଙ୍କୁ ନୂଆ 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 କାହାଣୀ ଆପଣଙ୍କ ପାଖକୁ ଆଣିବି। ବେଶ, ଥ୍ୟାଙ୍କ ୟୁ। ଗଡ୍ ବ୍ଲେସ ୟୁ।